ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଅନେକ ସମୟରେ ହୁଏତ ଆପଣଙ୍କ ଜୀବନରେ ଏ ପ୍ରଶ୍ନ ଆସିଥାଇପାରେ, ଏହି ଜଗତ କେବଳ କାହିଁକି ଯୀଶୁଙ୍କ ପଛରେ ଅନୁଗମନ କରୁଥିବା ଲୋକମାନଙ୍କୁ ବା ଖ୍ରୀଷ୍ଟିଆନ ଲୋକମାନଙ୍କୁ ଘୃଣା କରିଥାଏ, ନିନ୍ଦା କରିଥାଏ, ତାଡ଼ନା ଦେଇଥାଏ, ବିଭିନ୍ନ ପ୍ରକାର ଅଭିଯୋଗ ସେମାନଙ୍କ ବିରୁଦ୍ଧରେ ଆଣିଥାଏ। କିନ୍ତୁ ଆପଣ ଜାଣନ୍ତି କି ପ୍ରଥମ ଯୋହନ 5 ପର୍ବ 19 ପଦରେ ଲେଖାଯାଏ, ଏ ସମସ୍ତ ଜଗତ ପାପ ଆତ୍ମାର ଅଧୀନ ବୋଲି। ମୋର ପ୍ରିୟମାନେ, ପାପ ଆତ୍ମାର ଅଧୀନରେ ପରିଚାଳିତ ଦୁନିଆ କେବେ ହେଲେ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ପରିଚାଳିତ ଲୋକମାନଙ୍କୁ ପ୍ରେମ କରିପାରେ ନାହିଁ, କାରଣ ସେ ଦୁହେଁ ପରସ୍ପର ବିରୋଧୀ ଅଟନ୍ତି। ସେଇଥିପାଇଁ ତ ଆମମାନଙ୍କର ପ୍ରିୟ ଭାଇ ଯୋହନ କୁହନ୍ତି, ପ୍ରଥମ ଯୋହନ 3 ପର୍ବ 13 ପଦରେ, ହେ ଭାଇମାନେ, ଜଗତ ତୁମ୍ଭମାନଙ୍କୁ ଘୃଣା କଲେ ଆଶ୍ଚର୍ଯ୍ୟ ଜ୍ଞାନ କର ନାହିଁ ବୋଲି। ମୋର ପ୍ରିୟମାନେ, ଏ ଜଗତ ଯେତେବେଳେ ଆମମାନଙ୍କୁ ଘୃଣା କରେ ସେତେବେଳେ ଆମମାନେ ଆଶ୍ଚର୍ଯ୍ୟିତ ହେବା କଥା ନାହିଁ, କାରଣ ଆମ୍ଭେମାନେ ଈଶ୍ୱରଙ୍କର ସନ୍ତାନ ହେଇଥିବା ହେତୁ ପାପ ଆତ୍ମାର ସନ୍ତାନ ମାନେ, ପାପ ଆତ୍ମାରେ ପରିଚାଳିତ ହେଉଥିବା ଲୋକମାନେ ଆମମାନଙ୍କୁ ଘୃଣା କରିପାରିବେ। ମୋର ପ୍ରିୟମାନେ, ସେଇଥିପାଇଁ ଆମମାନେ କେବେ ହେଲେ ଏ ଜଗତ ଯେତେବେଳେ ଆମମାନଙ୍କୁ ଘୃଣା କରେ ଆମମାନେ ନିରୁତ୍ସାହିତ ହେବା ନାହିଁ। ଆମମାନେ ଆଉ ଗୋଟିଏ ପଦ ଯଦି ଦେଖିବା, ପ୍ରଥମ ଯୋହନ 3 ପର୍ବ 1 ପଦରେ, ସେଠାରେ ଆମମାନେ ଦେଖିପାରିବା ଯେ ଏ ଜଗତ ବାସ୍ତବରେ ଯୀଶୁଙ୍କ ପଥରେ ଚାଲୁଥିବା ଲୋକମାନଙ୍କୁ କାହିଁକି ଚିହ୍ନି ପାରୁନାହିଁ। ଏଠାରେ ପ୍ରଭୁଙ୍କର ପ୍ରିୟ ଦାସ ଯୋହନ ଭାଇ କୁହନ୍ତି, ଦେଖ ପିତା ଈଶ୍ୱର ଆମ୍ଭମାନଙ୍କୁ କି ପ୍ରକାର ପ୍ରେମ କରିଅଛନ୍ତି ଯେ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ଖ୍ୟାତ ହେବୁ, ଆଉ ଆମ୍ଭେମାନେ ତାହା ହିଁ ଅଟୁ। ଏଥିସକାଶେ ଜଗତ ଆମ୍ଭମାନଙ୍କୁ ଚିହ୍ନୁ ନାହିଁ, କାରଣ ତାହା ତାହାଙ୍କୁ ଚିହ୍ନି ନଥିଲା। ମୋର ପ୍ରିୟମାନେ, ଆମ୍ଭେମାନେ ଈଶ୍ୱରଙ୍କର ସନ୍ତାନ ହେଇଥିବା ହେତୁ ଏ ଜଗତ ଆଜି ଆମ୍ଭମାନଙ୍କୁ ଚିହ୍ନି ପାରୁନାହିଁ। କାରଣ କ'ଣ ଆପଣ ଜାଣନ୍ତି କି? ଏ ଜଗତ ପାପ ଆତ୍ମାର ଅଧୀନରେ ଅଛି, ଶୈତାନର ଅଧୀନରେ ଅଛି, ଆଉ ଶୈତାନ ଦ୍ୱାରା ପରିଚାଳିତ ହେଉଥିବା ହେତୁ ଈଶ୍ୱରଙ୍କ ସନ୍ତାନମାନଙ୍କୁ ଏ ଜଗତ ଆଜି ଚିହ୍ନି ପାରୁନାହିଁ। ଫଳରେ ଈଶ୍ୱରଙ୍କ ସନ୍ତାନମାନଙ୍କୁ ଏ ଜଗତ ନିନ୍ଦା କରୁଛି, ତାଡ଼ନା କରୁଛି, ଘୃଣା କରୁଅଛି। ସେଇଥିପାଇଁ ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ, ଯୋହନ ଲିଖିତ ସୁସମାଚାର 15 ଅଧ୍ୟାୟ 18 ପଦରେ ସେ ତାଙ୍କର ଶିଷ୍ୟମାନଙ୍କୁ କହିଲେ, ଜଗତ ତୁମ୍ଭମାନଙ୍କୁ ଘୃଣା କରେ, ତେବେ ତୁମ୍ଭମାନଙ୍କୁ ଘୃଣା କରିବା ପୂର୍ବେ ତାହା ଯେ ମୋତେ ଘୃଣା କରିଅଛି ଏହା ଜାଣ ବୋଲି। ମୋର ପ୍ରିୟମାନେ, ଆଜି ଆମମାନଙ୍କୁ ଜଗତ ଏଇଥିପାଇଁ ଘୃଣା କରୁଅଛି, ଆମେ ଯୀଶୁଙ୍କ ପଥରେ ଚାଲୁଛୁ ବୋଲି। ଆପଣ ଜାଣନ୍ତି, ଆମମାନଙ୍କୁ ଘୃଣା କରିବା ପୂର୍ବେ ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ, ଆମମାନଙ୍କର ଉଦ୍ଧାରକର୍ତ୍ତା, ମୁକ୍ତିଦାତା, ତ୍ରାଣକର୍ତ୍ତା, ଜୀବିତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଏ ଜଗତ ଘୃଣା କରିଅଛି। ସେଥିପାଇଁ ଆମମାନେ ଆଶ୍ଚର୍ଯ୍ୟ ହେବା ନାହିଁ, ଯଦି ଆମେ ଆଜି ତାହାଙ୍କ ପଥରେ ଚାଲୁଛୁ, ତାହେଲେ ନିଶ୍ଚିନ୍ତ ଭାବରେ ଏ ଦୁନିଆ ଆମମାନଙ୍କୁ ମଧ୍ୟ ଘୃଣା କରିବ। କାରଣ ଯୀଶୁ ଖ୍ରୀଷ୍ଟଙ୍କୁ ଏ ଦୁନିଆ କାହିଁକି ଘୃଣା କଲା ଆପଣ ଜାଣନ୍ତି କି ମୋର ପ୍ରିୟମାନେ? ଆଉ ବର୍ତ୍ତମାନ କାହିଁକି ଏ ଦୁନିଆ ଯୀଶୁ ଖ୍ରୀଷ୍ଟଙ୍କୁ ଘୃଣା କରୁଅଛି ଆପଣ ଜାଣନ୍ତି କି? ଯୀଶୁ ଖ୍ରୀଷ୍ଟ ତାଙ୍କର ଭାଇମାନେ, ଯେଉଁମାନେ କି ଯୀଶୁଙ୍କର ଆଜ୍ଞା ମାନୁନଥିଲେ, ଯୀଶୁଙ୍କର ଅନୁଗମନ କରୁଥିଲେ, ସେମାନଙ୍କୁ ତାହାର କାରଣ କହିଅଛନ୍ତି। ଯୋହନ ଲିଖିତ ସୁସମାଚାର 7 ଅଧ୍ୟାୟ 7 ପଦ ଯଦି ଆପଣମାନେ ପଢ଼ିବେ, ସେଠାରେ ଲେଖା ଅଛି, ଜଗତ ତୁମ୍ଭମାନଙ୍କୁ ଘୃଣା କରିପାରେ ନାହିଁ, କିନ୍ତୁ ମୋତେ ଘୃଣା କରେ, କାରଣ ତାହାର କର୍ମ ଯେ ମନ୍ଦ, ମୁଁ ତାହା ବିଷୟରେ ଏହି ସାକ୍ଷ୍ୟ ଦେଉଅଛି ବୋଲି କହିଲେ। ମୋର ପ୍ରିୟମାନେ, ପ୍ରଭୁ ଯୀଶୁ ଏ ଦୁନିଆକୁ ଆସି ଏ ଦୁନିଆର କର୍ମ ଯେ ମନ୍ଦ ବୋଲି ସାକ୍ଷ୍ୟ ଦେବା ହେତୁ ଯୀଶୁ ଖ୍ରୀଷ୍ଟଙ୍କୁ ଏହି ଦୁନିଆ, ଏହି ପାପମୟ ଜଗତ ଘୃଣା କରେ। ଆଉ ଆଜି ଯଦି ଆମେ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଏ ଦୁନିଆ ବିଷୟରେ ସାକ୍ଷ୍ୟ ଦେବା, ଏ ଦୁନିଆର ସମସ୍ତ କର୍ମ ଯେ ମନ୍ଦ, ସମସ୍ତ କର୍ମ ଯେ ଅଧର୍ମ, ସମସ୍ତ କର୍ମ ଯେ ପାପରେ ସାଧିତ ହୁଏ ବୋଲି, ତାହେଲେ ଏହି ଦୁନିଆର ଲୋକ ଆଜି ମୋତେ ଆଉ ଆପଣମାନଙ୍କୁ ମଧ୍ୟ
ଘୃଣା କରିବେ ବା ନିନ୍ଦା କରିବେ। ସେଥିପାଇଁ ଆମମାନେ ବିଚଳିତ ହେବା ନାହିଁ, ସେଥିପାଇଁ ଆମମାନେ ଦୁଃଖିତ ହେବା ନାହିଁ, ସେଥିପାଇଁ ଆମମାନେ ନିନ୍ଦିତ ହେବା ନାହିଁ। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ହେତୁ ଯଦି ଆଜି ଆମମାନେ ନିନ୍ଦିତ ହେଉଛୁ ବା ଘୃଣିତ ହେଉଛୁ, ଆମମାନେ ତ ଧନ୍ୟ ମନେ କରିବା କଥା। କାରଣ ଯୀଶୁ ଖ୍ରୀଷ୍ଟ ମାଥ୍ୟୁ ଲିଖିତ ସୁସମାଚାର 5:11 କୁହନ୍ତି, ଲୋକେ ଯେବେ ତୁମମାନଙ୍କୁ ମୋ ସକାଶେ ନିନ୍ଦା ଓ ତାଡ଼ନା କରନ୍ତି, ପୁଣି ମିଥ୍ୟାରେ ତୁମମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ ବୋଲି। ମୋର ପ୍ରିୟମାନେ, ଆଜି ଆମମାନେ ପ୍ରଭୁ ଯୀଶୁଙ୍କ ପଥରେ ଚାଲୁଥିବା ହେତୁ ଆଜି ଅନେକ ଲୋକ, এই ସମାଜର ଲୋକ, এই ଅନେକ ଲୋକ, ଆମ ପରିବାରର ସଦସ୍ୟମାନେ କି ଆମ ଗାଁର ଲୋକମାନେ, ଆମମାନଙ୍କ ସହରର ଲୋକମାନେ ଆମମାନଙ୍କୁ ନିନ୍ଦା ଓ ତାଡ଼ନା କରନ୍ତି, ଆଉ ଅନେକ ଆମମାନଙ୍କ ବିରୁଦ୍ଧରେ ମନ୍ଦ କଥା କୁହନ୍ତି। କିନ୍ତୁ ପ୍ରଭୁ କ'ଣ କୁହନ୍ତି ଜାଣନ୍ତି? ସେତେବେଳେ ତୁମେମାନେ ଧନ୍ୟ ବୋଲି। ମୋର ପ୍ରିୟମାନେ, ଆମମାନେ ଧନ୍ୟ ଅଟୁ, କାରଣ ଆମେମାନେ ପ୍ରଭୁଙ୍କ ପଥରେ ଚାଲୁଅଛୁ। ଆଉ ଆପଣ ଜାଣନ୍ତି କି ଲୁକ ଲିଖିତ ସୁସମାଚାର 6:22 ପ୍ରଭୁ ଆଉ ଥରେ କୁହନ୍ତି ତାଙ୍କର ଶିଷ୍ୟମାନଙ୍କୁ, ଲୋକେ ଯେବେ ତୁମମାନଙ୍କୁ ଘୃଣା କରନ୍ତି ଓ ମନୁଷ୍ୟ ପୁତ୍ରଙ୍କ ହେତୁ ଅଲଗା କରନ୍ତି, ପୁଣି ନିନ୍ଦା କରନ୍ତି ଓ ତୁମ୍ଭମାନଙ୍କ ନାମକୁ ମନ୍ଦ ବୋଲି ଅଗ୍ରାହ୍ୟ କରନ୍ତି, ତେବେ ତୁମେମାନେ ଧନ୍ୟ। ମୋର ପ୍ରିୟମାନେ, ଆଜି ଆପଣ କୌଣସି ଲୋକ ଦ୍ୱାରା ଘୃଣିତ ଅଟନ୍ତି କି? କୌଣସି ଲୋକ ଆପଣ ଯୀଶୁଙ୍କ ପଥରେ ଚାଲୁଛନ୍ତି ଏଇଥିପାଇଁ ଆପଣଙ୍କୁ ଅଗ୍ରାହ୍ୟ କରନ୍ତି କି? ଏଇଥିପାଇଁ ଆପଣଙ୍କୁ ନିନ୍ଦା କରନ୍ତି କି? ଆପଣଙ୍କ ସମାଜର ଲୋକ, ଆପଣଙ୍କ ପରିବାରର ଲୋକ, କି ଆପଣଙ୍କର କୌଣସି ବନ୍ଧୁବର୍ଗ ଆପଣ ଯୀଶୁଙ୍କ ପଥରେ ଚାଲୁଥିବା ହେତୁ ଆପଣଙ୍କୁ ସେମାନେ ଗ୍ରହଣ କରୁନାହାନ୍ତି କି? ସେମାନେ ଆପଣଙ୍କୁ ସମ୍ମାନ ଦେଉନାହାନ୍ତି କି? ସେମାନେ ଆପଣଙ୍କ ସହିତ ସହଭାଗିତା କରୁନାହାନ୍ତି କି? ବା ଆପଣଙ୍କର ଜୀବନ ଶୈଳୀକୁ ସେମାନେ ଘୃଣା କରୁଛନ୍ତି କି? ତାହେଲେ ଆପଣ ଦୁଃଖିତ ହୁଅନ୍ତୁ ନାହିଁ, କାରଣ ଆପଣ ଧନ୍ୟ ଲୋକ ଅଟନ୍ତି। ସେଥିପାଇଁ ମୋର ପ୍ରିୟମାନେ, ଆପଣ କେବେ ବି ନିଜକୁ ଛୋଟ କରନ୍ତୁ ନାହିଁ, କିନ୍ତୁ ଆପଣ ସେଇଥି ହେତୁ, ସେ ଦୁଃଖ ହେତୁ, ସେ ଘୃଣା ହେତୁ, ସେ ନିନ୍ଦା ହେତୁ, ସେ ତାଡ଼ନା ହେତୁ ଆପଣ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗୌରବ ଦିଅନ୍ତୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମହିମା କରନ୍ତୁ। କାରଣ ଆପଣ ସ୍ୱର୍ଗ ଆଉ ପୃଥିବୀର ଅଧିକାରୀ, ସ୍ୱର୍ଗ ପୃଥିବୀର ସୃଷ୍ଟିକର୍ତ୍ତା, ନିୟନ୍ତ୍ରଣକର୍ତ୍ତା, ପରିତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗମନକାରୀ ଅଟନ୍ତି। ସେଇଥିପାଇଁ ଆମମାନେ ଧନ୍ୟ ମନେ କରିବା କଥା। କିନ୍ତୁ ମୋର ପ୍ରିୟମାନେ, ଏହି ଜଗତର ଲୋକମାନେ ଜାଣନ୍ତି ନାହିଁ ସେ କାହାକୁ ନିନ୍ଦା କରୁଅଛନ୍ତି, କାହାକୁ ଘୃଣା କରୁଅଛନ୍ତି। କିନ୍ତୁ ଆମେମାନେ ମଧ୍ୟ ଏଭଳି ଏକ ସମୟ ଥିଲା, ଆମେ ବି ଜାଣିନଥିଲୁ। ମୋର ପ୍ରିୟମାନେ, ଆପଣ ଜାଣନ୍ତି କି ଆମେ ଏଭଳି ଏକ ସମୟରେ ଥିଲୁ ଯେଉଁ ସମୟରେ ଯୀଶୁଙ୍କୁ ଆମେ ଜାଣିନଥିଲୁ ବା ଯୀଶୁଙ୍କ ପଥରେ ଅନୁଗମନ କରୁଥିଲୁ। ଏଭଳି ସମୟରେ ଆମେମାନେ ମଧ୍ୟ ଯୀଶୁଙ୍କୁ ଘୃଣା କରୁଥିଲୁ। ଆମେ ମଧ୍ୟ ଯୀଶୁଙ୍କ ପଥରେ ଚାଲୁଥିବା ଲୋକମାନଙ୍କୁ ଘୃଣା କରୁଥିଲୁ। କିନ୍ତୁ ପ୍ରଭୁଙ୍କର ଦୟା ମୋ ପ୍ରତି ଆଉ ଆପଣମାନଙ୍କ ପ୍ରତି ହେଲା, ପ୍ରଭୁଙ୍କର ଅନୁଗ୍ରହ ମୋ ପ୍ରତି ଆଉ ଆପଣମାନଙ୍କ ପ୍ରତି ହେଲା। ସେଇଥିପାଇଁ ଏ ପାପମୟ ଦୁନିଆରୁ, ଏ ଅଧର୍ମରେ ପରିପୂର୍ଣ୍ଣ ଦୁନିଆରୁ ସେ ମୋତେ ଆଉ ଆପଣଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମନୋନୀତ କରିଅଛନ୍ତି। ଆଉ ଆମମାନେ ଏ ପାପମୟ ଦୁନିଆରୁ ବର୍ତ୍ତମାନ ଅଲଗା ହେଇଅଛୁ। ସେଇଥିପାଇଁ ତ ଏ ଦୁନିଆର ଲୋକମାନଙ୍କ ସହିତ ସମାନ ଭାବରେ ଆମେ ନ ଚଳିବା ହେତୁ, ଦୁନିଆର ଲୋକମାନେ କରୁଥିବା କାର୍ଯ୍ୟରେ ଆମେ ଲିପ୍ତ ନଥିବା ହେତୁ, ଦୁନିଆର ଲୋକମାନେ ଯେଉଁ ବିଷୟକୁ, ଯେଉଁ କାର୍ଯ୍ୟକୁ ମୂଲ୍ୟ ଦିଅନ୍ତି, ସେଇ ବିଷୟ ଜାଗତିକ ଭାବରେ ଆମେ ମୂଲ୍ୟ ନ ଦେଉଥିବା ହେତୁ ଏ ଜଗତର ଲୋକମାନେ ଆଜି ଆମମାନଙ୍କୁ ଘୃଣା କରୁଅଛନ୍ତି। ମୋର ପ୍ରିୟମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜହନ ଲିଖିତ ସୁସମାଚାର 15:19 କହିଲେ, ଯଦି ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇଥାନ୍ତ, ତେବେ ଜଗତ ତୁମ୍ଭମାନଙ୍କୁ ଆପଣାର ଲୋକ ଜାଣି ପ୍ରେମ କରନ୍ତା। କିନ୍ତୁ ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇନାହ, ବରଂ ମୁଁ ତୁମ୍ଭମାନଙ୍କୁ ଜଗତ ମଧ୍ୟରୁ ମନୋନୀତ କରିଅଛି, ଏଥି ନିମନ୍ତେ ଜଗତ ତୁମ୍ଭମାନଙ୍କୁ ଘୃଣା କରେ। ମୋର ପ୍ରିୟମାନେ, ଆମ୍ଭେମାନେ ଧନ୍ୟ ଲୋକ ଅଟୁ।
आमे माने मध्य गोटे दिन ए जगतर लोक मान भली थिलु प्रभु जीशु को जानी नथिलु प्रभु जीशु को घृणा करुथिलु प्रभु जीशु को पथरे चालू नथिलु कि प्रभु जीशु को पथरे चालुथिबा लोक मान को निंदा और घृणा करुथिलु किंतु प्रभुंकर दया प्रभुंकर करुणा प्रभुंकर अनंत प्रेम मते आपणक प्रति वर्तिला हेतु आज सही प्रभु जीशु ख्रीस्ट ए पापमय दुनियारू ए पापमय जगतरू आम मान को मनोनीत कले आम मान को स्वतंत्र कले आम मान को निजर प्रजाभुक्त कले निजर परिवार रे शामिल कले स्वर्गीय प्रजा कले पवित्र जाति कले साधु मान को सहित सह नागरिक कले एथिपाई आज ए जगत आम मान को घृणा करुअछि मोर प्रिय माने जते बेले जगत घृणा करुअछि आम्भे माने केबे हेले ए जगत को घृणा करबा उचित नुहे कारण ए जगतर लोक माने सेई सत्य ईश्वर को जानते नहीं सत्य ईश्वर मार्ग को जानते नहीं सत्य ईश्वर योजना प्रेम दया अनुग्रह को से माने बुझी नांती कारण कौन पाए आपण जानते कि आपण जदि पढ़िबे द्वितीय तिमोथी तार 2 पर्व आउ 26 पदर जदि आम माने पढ़िबा सेठारे लेखा अछि शैतान एई जगतर लोक मान को तार इच्छा साधन करिबा निमंते बंदी करी अछि बोली मोर प्रिय माने ए जगतर लोक माने जानती नहीं जे शैतान ए जगतर लोक मान को शैतान रो इच्छा साधन करिबा पाए बंदी करी की रखी अछि सैति पाई तो जागतिक लोक माने जो माने प्रभु जीशु को जानि नाहंती से माने हिंसा निंदा अपमान अन्याय अधर्म मंद कार्य रे लिप्त अछंती मोर प्रिय माने किंतु आम माने से प्रिय भाई भौणी मान को देखी आमे से मान को तुच्छ करिबा नाही से मान को उल्टा निंदा करिबा नाही से मान को उल्टा विरोध करिबा नाही बरम से मान को निमंते आमे प्रार्थना करिबा मोर प्रिय माने से मान को निमंते ईश्वर को निकट रे आम माने क्रंदन करिबा मोर प्रिय माने कारण द्वितीय तिमोथी 2 अध्याय 25 पद रे लिखा जाए के जाने ईश्वर से मान को सत्य संबंध रे ज्ञान पाइबा पाई मन परिवर्तन रूप बर देवे बोली जदि आम माने से मान को प्रति कोमल हेबा से मान को तमने विरोध न करी मृदु भाव रे उपदेश देबा आ सेमान को निमंते प्रार्थना करिबा ताहेले के जानी ईश्वर सेमान को अनुग्रह करिवे ईश्वर सेमान को दया करिवे ईश्वर सेमान को मन परिवर्तन रूप बर देवे जेंति मते आ आपण मान को ईश्वर दया करी अनुग्रह करी मन परिवर्तन रूप बर देइथिबा हेतु आज हम माने प्रभु जीशु ख्रीष्टंकर सुसमाचार को विश्वास करी सत्य संबंध रे ज्ञान प्राप्त हेइ अछु आ ईश्वरंकर संतान संतति हेइ अछु स्वर्गीय प्रजा हेइछु जीशु ख्रीष्ट को आम मानकर मुक्तिदाता उद्धारकर्ता बोली ग्रहण करियाछु मोर प्रिय माने एई जगतर लोक माने ताहा न जानी विनष्ट हेउछंती कारण ए जगत निमंते मु आ आपण माने प्रार्थना करिवार आवश्यकता अछि सेति पई जो भाई भौणी माने प्रभु जीशु को जानि नाहंती जो माने जीशु ख्रीष्टंकर प्रेम को बुझी नाहंती क्रूस्य मृत्यु पुनरुत्थान को जानि नाहंती जीशु ख्रीष्टंकर खालबरी रो क्रूसर मृत्युर तात्पर्य को बुझी नाहंती सेमान को निमंते आसु आम माने प्रार्थना करिबा जो माने आम मान को निंदा करुछंती ताड़ना करुछंती से मान को प्रभु हुए तो अनुग्रह दियंतु जेपरि से माने मन परिवर्तन करी सेई प्रभुंकर अनुगमन हेबे जेंति हम माने देखु प्रेरित पाउल मध्य ईश्वरंक लोक मान को निंदा करुथिले ताड़ना करुथिले क्लेश दउथिले किंतु जेते बेले जीशु ख्रीष्टंकर अनुग्रह पाउलंक प्रति वर्तिला से साउल ठारू पाउल रे परिवर्तित हेले आ आपण जानती से प्रभुंक लोक मान को पाई प्रभु जीशुंक पाई निज जीवन को मध्य देबा पाई पछाइले नाही आज अनेक ओडिसा रे अनेक लोकन को प्रभु से भली करिबा पाई चाहू अछंती मोर प्रिय माने कारण ओडिसा रे अनेक लोक ख्रीष्टंक पछरे चालुथिबा लोक मान को निंदा करंती ताड़ना करंती से मानकर विरोध करंती किंतु आपण माने आ मु से मान को निमंते आमे प्रार्थना करिबा से मान को निमंते प्रभुंक ठारे क्रंदन करिबा हुए तो प्रभु अनुग्रह कले से मान को प्रभु परिवर्तन करिवे आ आगामी दिन मान करे प्रभु से मान को तांकर राज्य और धार्मिकता निमंते साक्षी हेबा पाई अनुग्रह देवे सेति पाई मोर प्रिय माने आमे जो जगह रे अछु ना काहे कि जदि हम माने
এই ଜଗତର ଅନେକ ଲୋକମାନଙ୍କ ଦ୍ୱାରା ନିନ୍ଦିତ ତାଡ଼ିତ ଘୃଣିତ ହେଉଛୁ, ତାହେଲେ ଆମମାନେ ଚିନ୍ତା କରିବା ନାହିଁ, ଦୁଃଖ କରିବା ନାହିଁ, କିନ୍ତୁ ଏଇ ନିନ୍ଦା ତାଡ଼ନା ହେତୁ ପ୍ରଭୁ ଯୀଶୁଙ୍କୁ ଗୌରବ ଦେବା, ଏହି ନିନ୍ଦା ତାଡ଼ନା ହେତୁ ପ୍ରଭୁଙ୍କର ମହିମା କରିବା, ଏହି ନିନ୍ଦା ତାଡ଼ନା ହେତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସ୍ତୁତି ପ୍ରଶଂସା କରିବା। କାରଣ ଆପଣ ଜାଣନ୍ତି କି ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ ମାଥିଓ ଲିଖିତ ସୁସମାଚାର 10 ଅଧ୍ୟାୟ 22 ପଦରେ, ମୋର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ, ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ ସେ ପରିତ୍ରାଣ ପାଇବ ବୋଲି। ଆମମାନଙ୍କର ଉଦ୍ଦେଶ୍ୟ, ଆମମାନଙ୍କର ବିଶ୍ୱାସର ଲକ୍ଷ୍ୟ ପରିତ୍ରାଣ ମୋର ପ୍ରିୟମାନେ। ସେଥିପାଇଁ ପ୍ରଭୁ ଯୀଶୁ କହିଲେ ଏ ଜଗତର ସମସ୍ତଙ୍କ ଦ୍ୱାରା ତୁମେମାନେ ଘୃଣିତ ହେବ, କିନ୍ତୁ ଆମମାନଙ୍କୁ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ରହିବାର ଆବଶ୍ୟକତା ଅଛି। ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରି ଯୀଶୁଙ୍କର ଅନୁଗ୍ରହରେ ଆମମାନେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହୁ, ଆଉ ପ୍ରଭୁଙ୍କର ଗୌରବ କରୁଥାଉ, ପ୍ରଭୁଙ୍କର ମହିମା କରୁଥାଉ। ଯେକୌଣସି ପରିସ୍ଥିତିରେ ହେଉ, ଯେକୌଣସି ସମୟରେ ହେଉ, ଯେକୌଣସି ବି ଅସୁବିଧାରେ ହେଉ, ଆମମାନେ ସବୁ ସମୟରେ ପ୍ରଭୁ ଯୀଶୁଙ୍କୁ ଧନ୍ୟବାଦ ଦେଉଥାଉ, ଈଶ୍ୱରଙ୍କୁ ଗୌରବ କରୁଥାଉ, ଆଉ ପ୍ରଭୁଙ୍କ ପାଇଁ ସାକ୍ଷୀ ହେଉଥାଉ।